ସେଠି ପରିଚୟ ଦେବେ। ମୁଁ ହିମାଂଶୁ କୁମାର ମହାନ୍ତି, ବିଜେପି ସଂଗଠକ ଠାଙ୍ଗିସଲେପୁର। ଆଜି ପବିତ୍ର ଖଡ଼ିଛୁଆଁ ଉତ୍ସବ ଏବଂ ବିଦ୍ୟାଳୟ ପ୍ରବେଶ ଉତ୍ସବ ବୋଲି ସରକାରଙ୍କ ନୀତି ଅନୁସାରେ ଆଜି ପ୍ରତ୍ୟେକ ବିଦ୍ୟାଳୟରେ ପାଳନ କରାଯାଉଛି। କ'ଣ ଆ ଉପରେ ଆପଣଙ୍କର ବାର୍ତ୍ତା ରଖିବେ? ଅତି ସୁନ୍ଦର କଥା। ଯାହା ହଉ, ପ୍ରଥମେ ଆମେ ପିଲାବେଳେ ପାଠ ପଢ଼ିଲା ବେଳେ ଯେତେବେଳେ ସ୍କୁଲକୁ ଯାଉଥିଲୁ, ସରସ୍ୱତୀ ପୂଜାରେ ଆମର ବ୍ରହ୍ମା ବିଷ୍ଣୁ ମହେଶ୍ୱର, ଯେଉଁଟାକି ତିନୋଟି ଗୋଲକୁ ପ୍ରଥମେ ଶିକ୍ଷକମାନେ ଆମକୁ ହାତରେ ଛୁଆଁଉଥିଲେ ଏବଂ ସେ ଜାଗାରେ ଆମେ ମାଇଣ୍ଡ ମେକଅପ୍ କରିଥିଲୁ ଆମେ ଆଜି ଶିକ୍ଷାର୍ଥୀ ହେଲେ ବୋଲି। ଆଜି ଗଭର୍ଣ୍ଣମେଣ୍ଟ ଅପ୍ରେଲ 2 ତାରିଖ, ଯେଉଁ 2 ତାରିଖକୁ ଘୋଷଣା କରିଛନ୍ତି ଏବଂ ଆଜି ସେ ଯଜ୍ଞ କରି ପିଲାମାନଙ୍କୁ କଳି ଛୁଉଁଛନ୍ତି। ଅତି ସ୍ୱାଗତଯୋଗ୍ୟ ଯୋଗ୍ୟତା ଏବଂ ଆଧ୍ୟାତ୍ମିକ ପରିବେଶ ଏଥିରେ ସୃଷ୍ଟି ହେଉଛି। ଯେଉଁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି, ସେ ଆଧ୍ୟାତ୍ମିକ ଚେତନାକୁ ସମସ୍ତେ ଗ୍ରହଣ କରିବେ ଏବଂ ଭଗବାନ ଯଜ୍ଞରେ ପ୍ରଥମେ ଯେମିତି ଗଣେଶଙ୍କୁ ଆମେ ପ୍ରଥମେ ଆଣୁ, ନମ ଗଣେଶ ବିଘ୍ନେଶ କହୁ, ତାପରେ ଆମେ ପାଠ ଆରମ୍ଭ କରୁ, ସେମିତି ଯଜ୍ଞ କରି ଆଜି ପାଠକୁ ଛୁଉଁଛନ୍ତି। ପିଲାମାନଙ୍କ ମୁଣ୍ଡରେ ଚନ୍ଦନ ଟିପା ଦେଉଛନ୍ତି ଏବଂ ବ୍ରହ୍ମା ବିଷ୍ଣୁ ମହେଶ୍ୱର ପ୍ରଥମେ ଆସି ଆବିର୍ଭାବ ହେଉଛନ୍ତି। ଆଜି ଦିନଟାକୁ ଆମେ ସମସ୍ତେ ପାଳନ କରୁ ବୋଲି ପ୍ରଭୁ ଜଗନ୍ନାଥ କତିରେ ପ୍ରାର୍ଥନା କରୁଛୁ ଏବଂ ମା ସରସ୍ୱତୀ ଆମ କଣ୍ଠରେ ବସନ୍ତୁ, ଆମ ପିଲାମାନଙ୍କ କଣ୍ଠରେ ବସନ୍ତୁ, ତାଙ୍କର ଉଜ୍ଜଳ ଭବିଷ୍ୟତ ଗଠନ ହେବ। ପ୍ରଭୁ ଜଗନ୍ନାଥ କତିରେ ପ୍ରାର୍ଥନା